সিবিআই তদন্ত করুনি সিবিআই তদন্ত করু ক্রাইম ব্রাঞ্চ কাହିଁ ସେଥିପାଇଁ ଭୟ ଅଛି ସରକାରୀ ପାଣ୍ଠିର ପ୍ରତିହିଂସା ପରାୟଣ ହେଇ ବା ଜଣକୁ ସାଧାରଣ ନିନ୍ଦିତ କରିବା ପାଇଁ ଯଦି କୌଣସି ଉଦ୍ୟମ କରାଯାଏ କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ୱାରା ସେ ଉଦ୍ୟମ ନିଶ୍ଚିତ ଭାବରେ ଏକ ହୀନ ଉଦ୍ୟମ ହେବ ତାକୁ ରାଜ୍ୟବାସୀ କେବେ ଭଲରେ ଗ୍ରହଣ କରିବେ ନାହିଁ। ସଚିବ ଥିଲାବେଳେ ସରକାରୀ ପାଣ୍ଠିର ଅପବ୍ୟୟ କରିଥିଲେ ହେଲିକପ୍ଟରରେ ଉଡ଼ିଥିଲେ ସେଥିପାଇଁ ତ ସେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ହେଲିକପ୍ଟର ଉଡ଼ିବା ପାଇଁ କ'ଣ ସରକାରୀ କର୍ମଚାରୀଙ୍କୁ ମନା ଅଛି? ସରକାରଙ୍କ ଅନୁମୋଦନ ନେଇ କର୍ମଚାରୀମାନେ ସରକାରୀ କାର୍ଯ୍ୟ ନିର୍ବାହ କରିବା ପାଇଁ ଜନସ୍ୱାର୍ଥର ମାନେ ସୁରକ୍ଷା ପାଇଁ ହେଲିକପ୍ଟର ଥରେ ନୁହଁ ବାରମ୍ବାର ଯାଇପାରିବେ ଅସୁବିଧା ତ ନାହିଁ। ଆଉ ସେ ଆଇନ ପଢ଼ନ୍ତୁ। ତେଣୁ ଏବେ କହିଛନ୍ତି 6 ତାରିଖ ଭିତରେ ସବୁ ତଥ୍ୟ ଦେବା ପାଇଁ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ କହିଛନ୍ତି କିଛି ଅସୁବିଧା ନାହିଁ ସେଥିପାଇଁ ଆଦୌ କେହି ଚିନ୍ତିତ ନାହିଁ। ଆସୁନେ କ୍ରାଇମବ୍ରାଞ୍ଚ ଦିନ କରି କି ସତ୍ୟ ସବୁ ଆଣୁଛ ଦେଖିବା ତାପରେ କହିବା। ମୁଁ ବା କହିଲି କ୍ରାଇମବ୍ରାଞ୍ଚ ତ ଛୋଟ ସିବିଆଇ ତଦନ୍ତ କରନ୍ତୁ ସାହସ ଅଛି ଆପଣ କହୁଛନ୍ତି ଆଇ ଥ୍ରୋ ଦେମ୍ ଏ ଚ୍ୟାଲେଞ୍ଜ ସାହସ ଅଛି କରନ୍ତୁ। ଶୁଣନ୍ତୁ ଅଭିଯୋଗ ଆଣିଲେ କେବଳ ଅଭିଯୋଗଟା ସତ୍ୟରେ ପ୍ରମାଣିତ ହୁଏ ନାହିଁ ଅଭିଯୋଗକୁ ପ୍ରମାଣିତ କରିପାରିଲେ ତାହାକୁ ଲୋକେ ଗ୍ରହଣ କରିବେ ତାହା ନହେଲେ ଅଭିଯୋଗକାରୀ ସାଧାରଣରେ ନିନ୍ଦିତ ହେବେ ଖାଲି ନିନ୍ଦିତ ନୁହେଁ ଦଣ୍ଡିତ ବି ହେବେ।